ଫୁଲ କାଢ଼ିକି। ଆଚ୍ଛା ଆଚ୍ଛା। ନମସ୍ତେ ଫ୍ରେଣ୍ଡ, ମା ବଗଳାମୁଖୀ ମନ୍ଦିର ଓ ମା ବଗଳାମୁଖୀ ବେଦ ବିଦ୍ୟାଳୟ ବ୍ରହ୍ମପୁର ଜିଲ୍ଲାର ଚିକିଟି ବ୍ଲକ ଏବଂ ଚିକିଟି ମାର୍କେଟରୁ ବୋଳାଶୁକୁଚିବି ରାସ୍ତାରେ ମନ୍ଦିର। ଦେଖନ୍ତୁ କେତେ ସୁନ୍ଦର ଭାବରେ ମନ୍ଦିରଟି କାରିଗରମାନେ ବନେଇଛନ୍ତି। ସିଂହ ଏବଂ ମା ବଗଳାମୁଖୀଙ୍କ ମୂର୍ତ୍ତି ଏବଂ ସାଇଡ଼୍ରେ ପାର୍ଶ୍ୱ ଦେବତା କେତେ ସୁନ୍ଦର ଭାବରେ ବନା ହେଇଛି। ଯଦି ଏଇ ଟାଇପ୍ର ଆପଣ ମନ୍ଦିର ବନେଇବା ପାଇଁ ଚାହୁଁଛନ୍ତି ଆପଣଙ୍କ ଗାଁରେ କିମ୍ବା ଆପଣଙ୍କ କୌଣସି ଜାଗାରେ ବନେଇବାକୁ ଚାହୁଁଛନ୍ତି ଏଇ ଟାଇପ୍ର ମନ୍ଦିର, ତ ମୁଁ ନମ୍ବର ଦେଇଦେଇଛି, ମୋତେ କଣ୍ଟାକ୍ଟ କରନ୍ତୁ, ଯୋଗାଯୋଗ କରନ୍ତୁ। ତ ଆମେ 7 ଫୁଟର ସିଂହ ମୂର୍ତ୍ତିଟା 7 ଫୁଟ ହେଇଛି। ଦେଖନ୍ତୁ କେଉଁଭଳି ଭାବରେ ସୁନ୍ଦର ଭାବରେ କାମ ହେଇଛି। ଏବଂ ଇଏ ହେଉଛି ସିଂହମୁଖୀ, ବାଘମୁଖୀ, ଦ୍ୱାରପାଳ, ଗଣେଶ ମୂର୍ତ୍ତି ଏବଂ ମହାକାଳ, ମା ବଗଳାମୁଖୀ ମୂର୍ତ୍ତି, କାଳ ଭୈରବ। ଦୟାକରି ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଲାଇକ୍ କରନ୍ତୁ। ଦୟାକରି ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଏବଂ ପ୍ରଚୁର ମାତ୍ରାରେ ସେୟାର କରନ୍ତୁ। ଦେଖନ୍ତୁ ମନ୍ଦିର ଭିତରକୁ ଆମେ ଆସିଲେ, ମନ୍ଦିରର ବାମପଟ ସାଇଡ଼୍ରେ ଅନ୍ନପୂର୍ଣ୍ଣା ଠାକୁରାଣୀ ଅଛନ୍ତି ଏବଂ ମନ୍ଦିର ଭିତରକୁ ଆମେ ଯିବା। ଦେଖନ୍ତୁ ଆଉ ଗୋଟେ କଥା, ମା ଯେଉଁ ସୁନାର ମୁକୁଟ ପିନ୍ଧିଛନ୍ତି, এই ମୁକୁଟର ଦାମ ହେଉଛି 22 ଲକ୍ଷ ଟଙ୍କା ଏଠାର ପୂଜାରୀ କହୁଛନ୍ତି। ତ ବିଶ୍ୱାସ ବି ହେବନି, କିନ୍ତୁ ସତ କଥା ଏଇଟା। ଆପଣ ତାର ଦେଖନ୍ତୁ ପୁରା ଗ୍ଲେଜ୍ ଏବଂ ଚିକ୍ ମାରୁଛି। ଆଉ ଗୋଟେ କଥା, ଏଇଟା ହେଉଛି ବେଦ ବିଦ୍ୟାଳୟ ମନ୍ଦିର, ବଗଳାମୁଖୀ ମା ମନ୍ଦିର ଏବଂ ତା ପାଖକୁ ଲାଗିକି ବେଦ ବିଦ୍ୟାଳୟ। ପିଲାମାନେ ଏଠି ପାଠ ପଢ଼ୁଛନ୍ତି, ଯେତେ ସବୁ ଆମର ବ୍ରାହ୍ମଣ ପିଲାମାନେ ସବୁ ଏଠି ପାଠ ପଢ଼ୁଛନ୍ତି। ଏଇଟା ତାଙ୍କର ଖାଇବା ଟାଇମ୍ ସକାଳର। ଦେଖନ୍ତୁ ଠିକ୍ରେ, ଏବଂ ଯାହାର ବି ଏଇ ସ୍କୁଲରେ ପାଠ ପଢ଼ିବାକୁ ଅଛନ୍ତି ପିଲାମାନଙ୍କୁ, ତ এই ଯେଉଁ ମୂର୍ତ୍ତିଗୁଡ଼ା ଆପଣ ଦେଖୁଛନ୍ତି ସିମେଣ୍ଟରେ, ଏସବୁ ମୂର୍ତ୍ତି ଆମେ ନିଜେ ବନାଇଛୁ। ଯଦି ଆପଣଙ୍କର କୌଣସି ମନ୍ଦିରରେ ମୂର୍ତ୍ତି ହେବାର ଅଛି ତ ନମ୍ବରରେ କଣ୍ଟାକ୍ଟ କରନ୍ତୁ, ମୋ ଲିଙ୍କରେ ଦେଇଦେଇଛି। ଠିକ୍ ଅଛି।